ଗୋଟିଏ ଜଙ୍ଗଲରେ ସକାଳୁ ସକାଳୁ ମିନୁ ନାମକ ଚଢ଼େଇ ମିଠା ଫଳ ଖାଉଥାଏ। ଆରେ ବାଃ, ଏ ଫଳ କେତେ ମିଠା ଲାଗୁଛି। ବହୁତ ଦିନ ପରେ ଗୋଟେ ଭଲ ମିଠା ଫଳଟେ ଖାଇବାକୁ ମିଳିଲା। ମୁଁ ଏହି ଫଳ ମୋ ପିଲାଙ୍କ ପାଇଁ ବି ନେଇଯିବି। ମିନୁ ଚଢ଼େଇ ଏମିତି କହୁଥାଏ, ଆଉ ସେହି ସମୟରେ ରିନୁ ଚଢ଼େଇ ସେଠାକୁ ଆସେ। ଆରେ ସାଙ୍ଗ, ତମେ କଣ ଏକୁଟିଆ ବସି ପୁରା ଫଳଟି ଖାଇଯାଉଛ? ଆରେ ରିନୁ, ତମକୁ ବହୁତ ଦିନ ପରେ ଦେଖିଲି। କେମିତି ଅଛ ତୁମେ? ଆଉ ତୁମ ପିଲାମାନେ କେମିତି ଅଛନ୍ତି? ମୋ ପିଲା ବହୁତ ଭଲ ଅଛନ୍ତି। ମୋର ତ 2ଟି ପୁଅ। ଆଉ ତମର ବି ତ 2ଟି ପୁଅ ନା? ସେମାନେ କେମିତି ଅଛନ୍ତି? ଭଗବାନଙ୍କ କୃପାରୁ ସେ 2 ଜଣ ଭଲରେ ଅଛନ୍ତି। ଏମିତି ସେ 2 ଜଣ ନିଜର ସୁଖ ଦୁଃଖ କଥା ହେଉଥିଲେ କି ସେହି ସମୟରେ ସେମାନଙ୍କୁ ଦେଖି ଗୋରିକାଉ ସେଠାକୁ ଆସେ। ଆରେ, ତୁମେ 2 ଜଣ ଏଠି? ଆଉ କେମିତି ଅଛ ତୁମେ 2 ଜଣ? ତୁମମାନଙ୍କୁ ବହୁତ ଦିନ ପରେ ଦେଖି ବହୁତ ଖୁସି ଲାଗୁଛି। ଗୋରିକୁ ଦେଖି ସେ 2 ଜଣ ବହୁତ ଖୁସି ହୁଅନ୍ତି, ଆଉ ତା ସହ କଥା ହୁଅନ୍ତି। ଆରେ ଗୋରି, ତୁମ 3 ଝିଅ କେମିତି ଅଛନ୍ତି? ଭଗବାନ ତମକୁ ଖାଲି ଝିଅ ଦେଇଛନ୍ତି ନା? ସେମାନେ ବଡ଼ ହେଲେ ବାହା ହୋଇ ନିଜ ନିଜ ରାସ୍ତାରେ ପଳାଇବେ। ସେତେବେଳେ ତୁମେ ଏକୁଟିଆ ହୋଇଯିବ। ଏଥର ତୁମେ ଗୋଟେ ପୁଅଟେ ଜନ୍ମ ଦେବ। ପୁଅ ହେବ ଯଦି ସେ ଜୀବନ ସାରା ତମ ପାଖରେ ରହିବ ନା। ତୁମେ ସ୍ୱାମୀ ସ୍ତ୍ରୀଙ୍କର ଯଦି କେତେବେଳେ ଦେହ ଖରାପ ହେବ, ତେବେ ସେ ତୁମ ପାଇଁ ବାହାରୁ ଖାଦ୍ୟ ଆଣିଦେବ। ତୁମର ଧ୍ୟାନ ରଖିବ। ସେମାନଙ୍କ କଥା ଶୁଣି ଗୋରିକାଉ କହିଲା, ଭଗବାନ ଏଥର ଗୋଟେ ପୁଅ ଦେଲେ ଭଲ ହୁଅନ୍ତା। ଏମିତି କହିକରି ଗୋରିକାଉ ଦୁଃଖୀ ହୋଇ ସେଠାରୁ ପଳାଇଯାଏ। ଲାଗୁଛି ଏ କଥା ସବୁ ଗୋରିକୁ ଖରାପ ଲାଗିଲା। ଗୋରି ଯାଇ ତା ଘରେ ପହଞ୍ଚେ, ଆଉ ତା ସ୍ୱାମୀକୁ କୁହେ, ଏଥର ଆମର ଗୋଟେ ପୁଅଟେ ହଉ। ଏମିତି ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା। ମୋର ସବୁ ସାଙ୍ଗଙ୍କର ପୁଅ ଅଛି। ମତେ ବହୁତ ଦୁଃଖୀ ଲାଗୁଛି। ତମେ ଚିନ୍ତା କର ନାହିଁ, ଏଥର ଆମର ପୁଅ ହେବ। ଏମିତିରେ ପୁଅ ବା ଝିଅ ତାଙ୍କ ମଧ୍ୟରେ ଫରକ ବା କଣ? ସେମାନେ ତ ସମସ୍ତେ ଆମର ହିଁ ପିଲା ନା। ହଁ, ମୁଁ ଜାଣିଛି, ସମସ୍ତେ ଆମର ପିଲା, କିନ୍ତୁ ପୁଅର କଥା ଅଲଗା। ଗୋରିକାଉ ଗୋଟେ ଅଣ୍ଡା ଦିଏ। ଏଥର ଗୋଟେ ପୁଅଟେ ହେଉ ବୋଲି ଗୋରି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥାଏ। ହେ ଭଗବାନ, ଏଥର ମୋ କୋଳକୁ ଗୋଟେ ପୁଅଟେ ଦିଅ। ଗୋରି ତା 3 ଝିଅଙ୍କୁ କୁହେ, ଏବେ ତୁମର ଗୋଟେ ଭାଇ ଆସିବ। ଏମିତିରେ କିଛି ଦିନ ବିତିଯାଏ, ଆଉ ଅଣ୍ଡାରୁ ଗୋଟେ ଛୋଟ କାଉଟେ ଜନ୍ମ ନିଏ। ହେଲେ ସେ ଝିଅ କାଉ ଥିଲା। ପୁଅ ନ ହେବାରୁ ଗୋରିକାଉ ବହୁତ କାନ୍ଦେ। ହେ ଭଗବାନ, ଇଏ କଣ ହେଲା? ପୁଣି ଗୋଟେ ଝିଅ ହେଲା ମୋର। ମୁଁ କେଉଁ ଜନ୍ମରେ କଣ ପାପ କରିଥିଲି? ତା ପରଠାରୁ ମା କାଉ ସେ ଛୁଆ କାଉର ଧ୍ୟାନ ଠିକରେ ନେଉନଥିଲା। ତାର ଅନ୍ୟ 3 ଝିଅଙ୍କୁ ସେ ଛୁଆ କାଉ ସହ ବି ମିଶିବାକୁ ଦେଉନଥିଲା। ବିଚାରା ଛୋଟ ଛୁଆ କାଉ କାନ୍ଦି କାନ୍ଦି କହିଲା, ମା, ତମେ ମୋ ପାଖକୁ କାହିଁକି ଆସୁନ? ଦିଦିମାନଙ୍କୁ ତ ଏତେ ଭଲ ପାଉଛ, ମତେ କାହିଁକି ଭଲ ପାଉନ? ମତେ ବହୁତ ଜୋରରେ ଭୋକ ଲାଗୁଛି ମା। ଏ ଛୋଟ ଛୋଟ ଦାନା ଖାଇକି ଭୋକ ସମ୍ଭାଳିବା ବହୁତ କଷ୍ଟ ହେଉଛି ମା। କିଛି ଖାଇବାକୁ ଦିଅ ନା ମା। ସେ କାନ୍ଦି କାନ୍ଦି ଏପରି ତା ମାଆକୁ କହିବାକୁ ଲାଗେ। ଆରେ ମୋର ପ୍ୟାରା ବଚ୍ଚା, କେଜାଣି କାହା ରାଗ ମୁଁ ତୁମ ଉପରେ ସୁଝାଉଛି। ତୁମେ ଚିନ୍ତା କର ନାହିଁ। ତମ ଦିଦିମାନେ ତ ବଡ଼ ହୋଇଗଲେଣି। ସେମାନେ ସେମାନଙ୍କ ପାଇଁ ଖାଦ୍ୟ ଆଣିପାରିବେ। ଏବେ ମୁଁ ତୁମ ସହିତ ରହିବି। ଚାଲ, ମୁଁ ତୁମକୁ ବାହାରୁ ବୁଲାଇ ଆଣୁଛି। ତାପରେ ଗୋରିକାଉ ସେ ଛୁଆ କାଉକୁ ନିଜ ପିଠିରେ ବସାଇ ବାହାରକୁ ନିଏ। ଆଉ ବହୁତ ଦୂର ଗଲା ପରେ ଆଉ ଜଣଙ୍କ ବସାରେ ତାକୁ ଛାଡ଼ିଦିଏ। ତୁମେ ଏଇଠାରେ ଥାଅ, ମୁଁ ତୁମ ପାଇଁ ଖାଦ୍ୟ ନେଇକରି ଆସୁଛି। ଠିକ୍ ଅଛି ମା, ମୁଁ ଏଠାରେ ତୁମର ଅପେକ୍ଷା କରିଛି। ଏହାପରେ ଗୋରିକାଉ ସେଠାରୁ ପଳାଇଯାଏ। ଆଉ ଯାଇ ନିଜ ଘରେ ପହଞ୍ଚେ। ଆଜି ଯାଇ ତା ଠାରୁ ପିଛା ଛଡ଼ାଇଲି। ମୁଁ ତାକୁ ଚିଲର ବସାରେ ଛାଡ଼ିଦେଇ ଆସିଛି। ଚିଲ ଆସିଲେ ତାକୁ ମାରିକରି ଖାଇଦେବ। ଏହାପରେ ମୋର ପୁଅ ହେଲେ ଭଲ। ସେ ଛୋଟ କାଉଟି ମାର ଅପେକ୍ଷାରେ ଡରି ଡରି ବସିଥାଏ। ଏମିତିରେ ସନ୍ଧ୍ୟା ହୋଇଯାଏ,
ଆଉ ସନ୍ଧ୍ୟା ହେବା ପରେ ଯେତେବେଳେ ମା କାଉ ଫେରିଲା ନାହିଁ ସେ ଡରି କରି କାନ୍ଦିବାକୁ ଲାଗେ। ମା, ମୋତେ ଏଠି ଏକୁଟିଆ ଛାଡ଼ି ତମେ କୁଆଡ଼େ ଚାଲିଗଲ ମା? ମୋତେ ଏଠି ଏକୁଟିଆ ବହୁତ ଡର ଲାଗୁଛି ମା। ଏମିତି ସେ କାନ୍ଦୁଥାଏ। ସେହି ସମୟରେ ଚିଲ ଆସି ପହଞ୍ଚିଯାଏ। କିଏ ତମେ ମୋ ବସାରେ? କଣ କରୁଛ? କେଉଁଠାରୁ ଆସିଛ? ମୋ ମା ମୋତେ ଏଠାରୁ ଛାଡ଼ିକରି ଯାଇଥିଲେ। ମୋତେ ବହୁତ ଜୋର ଭୋକ ଲାଗୁଛି। ଇଏ କାହାର ପିଲା କେଜାଣି? ହେଲେ ମୋତେ ତ ଖାଦ୍ୟ ମିଳିଗଲା। ଆଜି ପାଇଁ ତ ମୋ ପେଟ ପୁରି ଯାଇଛି। ଆକୁ କାଲି ଖାଇବି। ହେଲେ କାଲି ପର୍ଯ୍ୟନ୍ତ ଆକୁ ବଞ୍ଚାଇ ରଖିବା ପାଇଁ କିଛି ଖାଦ୍ୟ ତ ଆକୁ ଦେବାକୁ ଦରକାର। ଏମିତି ଭାବି ଚିଲ ସେ ଛୁଆ କାଉକୁ ଖାଦ୍ୟ ଦିଏ। ତୁମ ମା ଆସିଯିବେ। ଯଦି ସେ ନ ଆସିଲେ ତେବେ ମୁଁ ତୁମକୁ କାଲି ନେଇ ତା ପାଖରେ ଛାଡ଼ି ଦେଇ ଆସିବି। ସେ ପର୍ଯ୍ୟନ୍ତ ଏହି ଖାଦ୍ୟ ଖାଇଦିଅ। ଠିକ୍ ଅଛି। ଏମିତିରେ ରାତି ପାହି ସକାଳ ହୁଏ। ହେଲେ ସକାଳୁ ଚିଲର ଦେହ ଅଚାନକ ଖରାପ ହୋଇଯାଏ। ଆଉ ସେ ଥରିବାକୁ ଲାଗେ। ତାକୁ ଦେଖି ଛୋଟ କାଉ କୁହେ, ତମକୁ କଣ ହୋଇଗଲା? ମୋତେ ବହୁତ ଡର ଲାଗୁଛି। ଉଠ ନା ମା, ଉଠ। ସେ ଛୋଟ କାଉକୁ ତ ଉଡ଼ିବା ଜଣା ନଥିଲା। ହେଲେ ସେ ବହୁତ କଷ୍ଟରେ ଉଡ଼ିବାକୁ ଚେଷ୍ଟା କରେ ଆଉ ଉଡ଼ିକରି ସାହାଯ୍ୟ ମାଗିବା ପାଇଁ ବାହାରିଯାଏ। ସେ ଯାଇ ଟୁନି ଚଢ଼େଇ ପାଖରେ ପହଞ୍ଚେ ଆଉ ତାକୁ ସବୁ କଥା କହି ଚିଲ ପାଖକୁ ନେଇକରି ଆସେ। ଟୁନି ଚଢ଼େଇ ଚିଲର ସାହାଯ୍ୟ କରେ ଆଉ ଜଙ୍ଗଲରୁ ଜଡ଼ିବୁଟି ଆଣି ଚିଲକୁ ଖାଇବାକୁ ଦିଏ। ସେ ଛୋଟ କାଉ ତା ପରଠାରୁ ଠିକ୍ ସମୟରେ ଚିଲକୁ ଔଷଧ ଦେଉଥାଏ। ଛୋଟ କାଉର ଏଭଳି କର୍ମ ଦେଖି ଚିଲର ହୃଦୟ ବଦଳିଯାଏ ଆଉ ସେ ତାକୁ ତା ଝିଅ ଭଳିଆ ପାଳିବାକୁ ଲାଗେ। ଏମିତିରେ କିଛି ଦିନ ବିତିଯାଏ ଆଉ ହଠାତ୍ ଗୋଟେ ଦିନ ଜୋରରେ ବର୍ଷା ପବନ ହୁଏ, ଯାହାଦ୍ୱାରା କାଉର ବସା ଭାଙ୍ଗିଯାଏ ଆଉ ସେ ରହୁଥିବା ଗଛ ବି ଉପୁଡ଼ିଯାଏ ଆଉ ସେ ଗଛ ଉପୁଡ଼ି ଯାଇ କାଳୁ କାଉ ଆଉ ତା ତିନି ଝିଅଙ୍କର ମୃତ୍ୟୁ ହୋଇଯାଏ। ଏବେ ଗୋରି କାଉ ଏକୁଟିଆ ହୋଇଯାଏ। ସେ ବହୁତ ଦୁଃଖୀ ହେଉଥିଲା। ଏବେ ଏହି ଦୁନିଆରେ ମୋର କେହି ନାହାନ୍ତି। ସେହି ସମୟରେ ସେ ଛୋଟ ଝିଅ କାଉ ସେ ପାଖ ଦେଇ ଉଡ଼ିକରି ଯାଉଥାଏ। ସେ ଗୋରି ପାଖକୁ ଆସେ। ଆରେ ଲାଗୁଛି ତମେ ବହୁତ ଦୁଃଖୀ ଅଛ। ଦୁଃଖୀ ହୁଅ ନାହିଁ। ଆମର ବସା ଏଇଠାରୁ ଟିକେ ଦୂରରେ ଅଛି। ତମେ ସେଠାକୁ ଚାଲ, ମୁଁ ତୁମର ସାହାଯ୍ୟ କରିବି। ଛୋଟ କାଉକୁ ଦେଖି ମା ଗୋରି କାଉ ଜାଣିପାରେ କି ଇଏ ତା ଝିଅ ବୋଲି। ସେ କିଛି ନ କହି ତା ସହିତ ଯାଏ ଆଉ ଚିଲ ଆଗରେ ସବୁ ପଛ ଘଟଣା କୁହେ। କଣ ହେଲା? କଣ ଦେଖୁଛ? ମୁଁ ଜାଣିଛି ସେ ତୁମ ଝିଅ ବୋଲି। ସେ ଝିଅ ବୋଲି ତୁମେ ତାକୁ ଏଠାରେ ଛାଡ଼ିକରି ପଳାଇଥିଲ। ଏହା ବି ମୁଁ ଜାଣିଛି। ହେଲେ ଏମିତି ଝିଅକୁ ପାଇବା ସୌଭାଗ୍ୟର ବିଷୟ ଅଟେ। ଜାଣିଛ ଇଏ କେତେ ଭଲ? ଏମିତି କୌଣସି ଦିନ ନାହିଁ ଯେଉଁଦିନ ମୁଁ ଭାବି ନାହିଁ କି ମୁଁ ଏମିତି ଭଲ ଝିଅ କାହିଁକି ଜନ୍ମ ଦେଇନି ବୋଲି। ଏମିତି ଚିଲ ସବୁ କଥା ଗୋରି ପାଖରେ କୁହେ। ଝିଅ, ମୋତେ କ୍ଷମା କରିଦିଅ। ମୁଁ ତୁମକୁ ନିଜଠାରୁ ଦୂରାଇ ଦେଲି। ମୁଁ ଯାହା କଲି କୌଣସି ମା ଏମିତି କରିବ ନାହିଁ। ଏମିତି କାନ୍ଦି କାନ୍ଦି ଗୋରି କାଉ ସବୁ କଥା କୁହେ ଆଉ ତା ସ୍ୱାମୀ ଆଉ ଅନ୍ୟ ଝିଅମାନେ ଆଉ ନାହାନ୍ତି ବୋଲି ବି କୁହେ। ସାଙ୍ଗ, ଯାହା ହେଲା ତାହା ତ ହୋଇଗଲାଣି। ପଛ କଥା ସବୁ ଭୁଲିଯାଅ ଆଉ ଆମ ସହିତ ଏଠାରେ ଖୁସିରେ ରୁହ। ସେହି ଦିନଠାରୁ ସେ ତିନି ଜଣ ସେଠାରେ ମିଶିକରି ଖୁସିରେ ରହିବାକୁ ଲାଗିଲେ।